नमस्कार एवं स्वागत। आज आमे गोटे बहुत चिरंतन प्रश्न भीतर को जीवाकू चेष्टा करिबा। एक सार्थक जीवनर प्रकृत अर्थ कौन? एहार रहस्य कौन? आमर असरंती इच्छा गुड़िक पूरण करिबारे अछि ना सही इच्छा गुड़िकरू मुक्त हेबारे? एई प्रश्नर गोटे बहुत रोचक उत्तर खोजिबा पई आम पाखरे अछि जगन्नाथ दासंक द्वारा रचित ओडिया भागवत और खास करी द्वितीय स्कंधर द्वितीय और तृतीय अध्यायर किछि अंश। तेबे आमर आजर मिशन हेउछि एही प्राचीन ग्रंथ भितरे थिबा दुईटी मुख्य मार्ग को बुझिबा। गोटिए हला सकाम मार्ग माने निजर कामना बासना पूरण पई उपासना और अन्यटी हेउछि निष्काम मार्ग जहा फड़ाफड़र चिंता न करी केवल समर्पण भावरे करा जाए। चलंतु एही गभीर आलोचना आरंभ करिबा। ଆଉ ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ କରୁଛି ଦ୍ୱିତୀୟ ଅଧ୍ୟାୟର ଶେଷ ଭାଗ। ସେଠାରେ କୁହାଯାଇଛି ଯେ କୌଣସି ଗଭୀର ଆଲୋଚନା ପୂର୍ବରୁ ଚିତ୍ତକୁ ଶୁଦ୍ଧ କରିବା ଦରକାର। ଆଉ ତାର ଉପାୟ ହେଉଛି ଏ ଘେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ ସର୍ବଠାବେ ହରିଙ୍କୁ ଶ୍ରୁତିପଥେ ଶୁଣ ମୁଖେ ନିରତେ ନାମ ଭଣ। ମାନେ ସବୁବେଳେ ସବୁ ସ୍ଥାନରେ ହରିଙ୍କ କଥା ଶୁଣିବା ଆଉ ନାମ ଜପ କରିବା। କାରଣ ଯିଏ ଏଇ ହରିକଥାମୃତକୁ କାନରେ ପାନ କରେ ତାର ବିଷୟ ବାସନାର ଦୂଷିତ ମନଟା ବି ପବିତ୍ର ହୋଇଯାଏ। ଏଇଟା ହିଁ ଆଗକୁ ବଢ଼ିବା ପାଇଁ ଭୂମି ପ୍ରସ୍ତୁତ କରେ। ଆଚ୍ଛା, ତେବେ ମନକୁ ପ୍ରସ୍ତୁତ କରିବା ପରେ ତୃତୀୟ ଅଧ୍ୟାୟରେ ରାଜା ପରୀକ୍ଷିତଙ୍କୁ ଶୁକଦେବ ଏଇ ଦୁଇଟି ମାର୍ଗ ବିଷୟରେ କହୁଛନ୍ତି। ପ୍ରଥମେ ଆସନ୍ତୁ ସେହି ସକାମ ମାର୍ଗ ବିଷୟରେ କଥା ହେବା। ଏଇଟା ମୋତେ ବହୁତ ଆକର୍ଷଣୀୟ ଲାଗେ କାରଣ ଏଥିରେ ମଣିଷର ଇଚ୍ଛାଗୁଡ଼ିକୁ ଖାରଜ କରାଯାଇନି ବରଂ ଗୋଟେ ପ୍ରକାର ସ୍ୱୀକୃତି ଦିଆଯାଇଛି। ଏକଦମ ଠିକ୍। ଏହା ହିଁ ଏହାର ସବୁଠାରୁ ବଡ଼ ବିଶେଷତ୍ୱ। ଏହା ଏକ ପ୍ରକାର ଆଧ୍ୟାତ୍ମିକ ମାନେ ଗାଇଡବୁକ୍ ଭଳି। ଏହା କହୁନି ଯେ ତୁମର ଇଚ୍ଛା କରିବା ଭୁଲ, ବରଂ ଏହା କହୁଛି ତୁମର ଯେଉଁ ଇଚ୍ଛା ଅଛି ତାକୁ ପୂରଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଶକ୍ତି ବା ଦେବତାଙ୍କୁ ଉପାସନା କରାଯାଇପାରେ। ଏହା ବହୁତ ବଡ଼ ତାଲିକାଟେ, କିନ୍ତୁ ଏଥିରେ କିଛି ଚମତ୍କାର କଥା ଅଛି। ଏହା କେବଳ ଧର୍ମ ଅର୍ଥ କାମ ମୋକ୍ଷ ଭଳି ବଡ଼ ବଡ଼ କଥା କହୁନାହିଁ। ବରଂ ସାଧାରଣ ମଣିଷର ଦୈନନ୍ଦିନ ଜୀବନର ଛୋଟ ବଡ଼ ଆଶା ଆକାଂକ୍ଷାକୁ ବି ସ୍ଥାନ ଦେଉଛି। ଠିକ୍ କହିଲେ ନା? ହଁ, ସେଇଆ। ଯେମିତିକି ଆଧ୍ୟାତ୍ମିକ ଜ୍ଞାନର ଆଲୋକ ବା ବ୍ରହ୍ମତେଜ ପାଇଁ ବ୍ରହ୍ମଙ୍କୁ ଭଜନ କରିବାକୁ କୁହାଯାଇଛି। ସେମିତି ଇନ୍ଦ୍ରିୟ ସୁଖ ପାଇଁ ଇନ୍ଦ୍ର, ପୁଅ ପାଇଁ ପ୍ରଜାପତି ଆଉ ଧନ ସମ୍ପତ୍ତି ପାଇଁ ବସୁମାନଙ୍କୁ। ଏସବୁ ତ ସାଧାରଣ କଥା, କିନ୍ତୁ ଏହାର ଗଭୀରତା ଦେଖନ୍ତୁ। ଏଥିରେ ଏପରିକି ସୁନ୍ଦର ରୂପ ପାଇବା ପାଇଁ ମଧ୍ୟ ଉପାସନା ଅଛି। ସତରେ ଏହା ତ ବହୁତ ଆଶ୍ଚର୍ଯ୍ୟଜନକ। ହଁ, ଲେଖା ଅଛି ସୁନ୍ଦର ରୂପେ ଯାହାର ଭାବ ସେ ନର ପୂଜନ୍ତି ଗନ୍ଧର୍ବ, ଯେ ନର ଇଚ୍ଛେ ଦିବ୍ୟ ନାରୀ ଭାବେ ଉର୍ବଶୀ ପୂଜା କରି। ଏଇଟା ଦର୍ଶାଉଛି ଯେ ଆଧ୍ୟାତ୍ମିକତା ସାଧାରଣ ଜୀବନଠାରୁ ଅଲଗା ନୁହେଁ, ବରଂ ତାର ଏକ ଅଂଶ। ଏହା ମଣିଷର ସୌନ୍ଦର୍ଯ୍ୟବୋଧ ଆଉ ପ୍ରେମର ଭାବନାକୁ ବି ସମ୍ମାନ ଦେଉଛି। ଏପରିକି ଶତ୍ରୁନାଶ ଭଳି ଗୋଟେ ନକାରାତ୍ମକ ଲାଗୁଥିବା ଇଚ୍ଛା ପାଇଁ ବି ରାକ୍ଷସମାନଙ୍କୁ ଭଜନ କରିବା କଥା କୁହାଯାଇଛି। ଏହା ଶୁଣିଲେ ଟିକେ ସୁବିଧାବାଦୀ ମନେ ହୁଏ ନାହିଁ କି? ଯେମିତି ଆଧ୍ୟାତ୍ମିକତା ଗୋଟେ ବଜାର ଯୋଉଠି ଆମେ ନିଜ ଇଚ୍ଛା ଅନୁସାରେ ଦେବତା ବାଛିପାରିବା। ଏହା ଏକ ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଗୋଟିଏ ଦୃଷ୍ଟିକୋଣରୁ ଦେଖିଲେ ଏହା ସେପରି ଲାଗିପାରେ, କିନ୍ତୁ ଅନ୍ୟ ଦୃଷ୍ଟିକୋଣରୁ ଦେଖିଲେ ଏହା ଗୋଟେ ଗଭୀର ମନସ୍ତାତ୍ତ୍ୱିକ ସତ୍ୟକୁ ଦର୍ଶାଉଛି। ମଣିଷର ଇଚ୍ଛାକୁ ଦମନ କଲେ ତାହା ବିକୃତ ରୂପ ନେଇପାରେ। ବରଂ ଏହି ଗ୍ରନ୍ଥ ସେହି ଇଚ୍ଛାଗୁଡ଼ାକ ଗୋଟେ ଆଧ୍ୟାତ୍ମିକ ଢାଞ୍ଚା ଭିତରକୁ ଆଣିବାକୁ ଚେଷ୍ଟା କରୁଛି। ତୁମର କ୍ରୋଧ ଅଛି, ଠିକ୍ ଅଛି, ତାକୁ ଶତ୍ରୁନାଶ ପାଇଁ ଏକ ଶୃଙ୍ଖଳିତ ଉପାସନାର ଲଗାଅ, ଯାହାଫଳରେ ତାହା ଅନ୍ଧ ଭାବରେ ବାହାରିବ ନାହିଁ। ଏହା ଏକ ପ୍ରକାର ଶକ୍ତିର ସଠିକ୍ ପରିଚାଳନା। ଆଚ୍ଛା, ଅର୍ଥାତ୍ ଏହା ଇଚ୍ଛାକୁ ଦମନ କରିବା ପରିବର୍ତ୍ତେ ତାକୁ ଗୋଟେ ଦିଗ ଦେବାର ଏକ ପ୍ରୟାସ। ଏ ତାଲିକା ତ ବହୁତ ଲମ୍ବା ଲାଗୁଛି। ରାଜ୍ୟ, ବୀର୍ଯ୍ୟ, ଅନ୍ନ, ସ୍ୱର୍ଗ, ଦୀର୍ଘାୟୁ ସବୁକିଛି ପାଇଁ ଉପାସନା ଅଛି। କିନ୍ତୁ ମନରେ ପ୍ରଶ୍ନ ଆସେ, ଜୀବନ କ'ଣ କେବଳ ଗୋଟିଏ ପରେ ଗୋଟିଏ ଇଚ୍ଛା ପୂରଣ କରିବାରେ ହିଁ ସୀମିତ? ଗ୍ରନ୍ଥ କ'ଣ ଏହାଠାରୁ ଆଗକୁ କିଛି କହୁଛି? ଏବଂ ଏଇଠି ହିଁ କଥାବସ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଉଛି। ଏତେ ସବୁ କାମନା, ବାସନା ଆଉ ତାର ପୂରଣ ପାଇଁ ଉପାସନାର ବର୍ଣ୍ଣନା ପରେ ଶୁକଦେବ ଶ୍ରେଷ୍ଠ ମାର୍ଗ ବିଷୟରେ କହୁଛନ୍ତି। ଏହା ହେଉଛି ନିଷ୍କାମ ମାର୍ଗ। ପଦଟି ହେଉଛି ଅକାମେ ଅବା ସର୍ବକାମେ ଯେ ଅବା ଭଜେ ମୋକ୍ଷ କାମେ ପରମ ପୁରୁଷ ଚରଣେ ଯେବା ସେବନ୍ତି ଦାସପଣେ। ଓହୋ,
ଏହାର ଅର୍ଥ ତ ବହୁତ ଗଭୀର। ଏଥିରେ 3 ପ୍ରକାରର ଲୋକଙ୍କ କଥା କୁହାଯାଇଛି। ଅକାମୀ, ଯାହାର କୌଣସି ସାଂସାରିକ କାମନା ନାହିଁ, ସର୍ବକାମୀ, ଯାହାର ସବୁ ପ୍ରକାରର କାମନା ଅଛି, ଆଉ ମୋକ୍ଷକାମୀ, ଯିଏ କେବଳ ମୁକ୍ତି ଚାହେଁ। ଆଉ ଏହି 3 ଜଣଙ୍କ ପାଇଁ ଗୋଟିଏ ହିଁ ସମାଧାନ ଦିଆଯାଇଛି। ଏକଦମ ସେହି ସମାଧାନଟି ହେଉଛି ପରମ ପୁରୁଷଙ୍କ ଚରଣରେ ଦାସ ଭାବରେ ସେବା କରିବା ବା ନିଃସ୍ୱାର୍ଥପର ଭକ୍ତି। ଏହା ଏକ ସାର୍ବଜନୀନ ସମାଧାନ। ଏହା କହୁଛି ଯେ ତୁମର ଇଚ୍ଛା ଯାହା ବି ହେଉ, ତୁମେ ସବୁକିଛି ଚାହୁଁଥାଅ, କିଛି ବି ଚାହୁଁନଥାଅ କିମ୍ବା କେବଳ ମୁକ୍ତି ଚାହୁଁଥାଅ, ସର୍ବୋଚ୍ଚ ମାର୍ଗ ହେଉଛି ଫଳାଫଳରୁ ନିଜକୁ ଅଲଗା କରି କେବଳ କର୍ତ୍ତବ୍ୟ ବା ସମର୍ପଣ ଭାବରେ କାମ କରିବା। କିନ୍ତୁ ଏହି ନିଷ୍କାମ ଭକ୍ତି ବା ସମର୍ପଣର ପ୍ରକୃତ ଅର୍ଥ କ'ଣ? ଏହା କ'ଣ ଏକ ପ୍ରକାର ପଳାୟନବାଦ? ସବୁ ଇଚ୍ଛା ଛାଡ଼ିଦେବା କ'ଣ ସାଧାରଣ ମଣିଷ ପକ୍ଷେ ସମ୍ଭବ? ନା, ଏହା ପଳାୟନବାଦ ନୁହେଁ। ଏହା କାର୍ଯ୍ୟ ଛାଡ଼ିବା କଥା କହୁନାହିଁ, ବରଂ କାର୍ଯ୍ୟର ଫଳରେ ଥିବା ଆସକ୍ତିକୁ ଛାଡ଼ିବା କଥା କହୁଛି। ଭାବନ୍ତୁ, ଆପଣ ଜଣେ ଡାକ୍ତର। ସକାମ ଭାବରେ କାମ କରିବା ମାନେ ମୁଁ କେତେ ଟଙ୍କା ରୋଜଗାର କରିବି ବା କେତେ ଯଶ ପାଇବି, ସେହି ଚିନ୍ତାରେ କାମ କରିବା। କିନ୍ତୁ ନିଷ୍କାମ ଭାବରେ କାମ କରିବା ଅର୍ଥ ହେଉଛି ରୋଗୀର ସେବା କରିବା ହିଁ ମୋର ଧର୍ମ ଏବଂ ସେହି କାର୍ଯ୍ୟରେ ହିଁ ମୋର ଆନନ୍ଦ, ଫଳାଫଳ ଯାହା ବି ହେଉ। ଏହାକୁ ଆଧୁନିକ ଭାଷାରେ ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍ କୁହାଯାଇପାରେ, ଯେଉଁଠି କାର୍ଯ୍ୟ ନିଜେ ହିଁ ପୁରସ୍କାର ପାଲଟିଯାଏ। ଏହା ତ ଏକ ବହୁତ ଶକ୍ତିଶାଳୀ ବିଚାର। ତେବେ ଏହି ନିଷ୍କାମ ମାର୍ଗରେ ଚାଲିଲେ ଫଳ କ'ଣ ମିଳେ? ଏହାର ଫଳ କେବଳ ବାହ୍ୟ ସଫଳତା ନୁହେଁ, ବରଂ ଏକ ଗଭୀର ଆଭ୍ୟନ୍ତରୀଣ ପରିବର୍ତ୍ତନ। ଗ୍ରନ୍ଥ କୁହେ, ଜ୍ଞାନ ପ୍ରସାରେ ଭକ୍ତି ବଳେ, ତ୍ରିଗୁଣ ହରଇ ନିଶ୍ଚଳେ, ଆତ୍ମା ପ୍ରସନ୍ନ ସୁବିବେକେ, ଗୁଣେ ଅସଙ୍ଗ ବେନିଲୋକେ। ଅର୍ଥାତ୍ ଏହିପରି କର୍ମ କରିବା ଦ୍ୱାରା ଜ୍ଞାନର ବିକାଶ ହୁଏ। ବ୍ୟକ୍ତି ସତ୍ତ୍ୱ, ରଜ, ତମ ପ୍ରକୃତିର ଏହି 3 ଗୁଣର ପ୍ରଭାବରୁ ମୁକ୍ତ ହୋଇଯାଏ। ତାର ଆତ୍ମା ପ୍ରସନ୍ନ ରହେ, ମନ ସ୍ଥିର ହୁଏ, ଆଉ ସେ ସାଂସାରିକ ଘଟଣା ଦ୍ୱାରା ବିଚଳିତ ହୁଏ ନାହିଁ। ଏହାକୁ ହିଁ କୈବଲ୍ୟ ପଥ କୁହାଯାଇଛି। ଆଚ୍ଛା, ତେବେ ଆମ ପାଖରେ 2ଟି ସ୍ପଷ୍ଟ ମାର୍ଗ ଅଛି। ଗୋଟିଏ ଇଚ୍ଛା ପୂରଣର ମାର୍ଗ, ଆଉ ଅନ୍ୟଟି ଇଚ୍ଛାରୁ ଊର୍ଦ୍ଧ୍ୱକୁ ଯିବାର ମାର୍ଗ। କିନ୍ତୁ ଯେଉଁମାନେ ଏହି 2ଟିରୁ କୌଣସିଟିକୁ ଆପଣାନ୍ତି ନାହିଁ ବା ଯେଉଁମାନଙ୍କର ଜୀବନର କୌଣସି ଉଚ୍ଚତର ଉଦ୍ଦେଶ୍ୟ ନାହିଁ, ସେମାନଙ୍କ ବିଷୟରେ ଗ୍ରନ୍ଥ କ'ଣ କହୁଛି? ଏହା ପରେ ହିଁ ଆସୁଛି ସବୁଠାରୁ କାବ୍ୟକ ଏବଂ ଶକ୍ତିଶାଳୀ ଅଂଶ। ଯେଉଁମାନେ ନିଜ ଜୀବନକୁ କୌଣସି ବଡ଼ ଉଦ୍ଦେଶ୍ୟ ସହ ଯୋଡ଼ନ୍ତି ନାହିଁ, ସେମାନଙ୍କ ଜୀବନର ବ୍ୟର୍ଥତାକୁ ଦର୍ଶାଇବା ପାଇଁ ଜଗନ୍ନାଥ ଦାସ ଅନେକ ତୀକ୍ଷ୍ଣ ଏବଂ ଅବିଶ୍ୱାସନୀୟ ଉପମା ବ୍ୟବହାର କରିଛନ୍ତି। ଏହା ପାଠକକୁ ଚିନ୍ତା କରିବାକୁ ପୁରା ବାଧ୍ୟ କରେ। ହଁ, ମୁଁ ସେହି ଅଂଶଟି ପଢ଼ିଛି ଏବଂ ଏହା ପ୍ରକୃତରେ ମନକୁ ଦୋହଲାଇ ଦିଏ। ଯେପରି ଯେଉଁ କାନ ଭଗବାନଙ୍କର ନାମ ବା କଥା ଶୁଣେ ନାହିଁ, ତା ବିଷୟରେ କୁହାଯାଇଛି, ତାହାର ଶ୍ରୁତିଯୁଗ କର୍ଣ୍ଣେ ବିବରେ ଦିଶନ୍ତି ଯେମନ୍ତେ। ବାପ୍ରେ, ଅର୍ଥାତ୍ ସେହି କାନ 2ଟି ସାପର ଗାତ ସଦୃଶ। ଏହା ତ ଶୁଣିବାକୁ ବହୁତ କଠୋର। କବି ଏତେ ଶକ୍ତ ଭାଷା କାହିଁକି ବ୍ୟବହାର କରୁଛନ୍ତି? ଏହି କଠୋରତାର ଉଦ୍ଦେଶ୍ୟ ହେଉଛି ଆମକୁ ଏକ ପ୍ରକାର ଝଟକା ଦେବା। ଏହା ଆମକୁ ପଚାରୁଛି, ଆମେ ଆମର ଇନ୍ଦ୍ରିୟଗୁଡ଼ିକୁ କେଉଁ କାମରେ ଲଗାଉଛୁ? ଆମେ କ'ଣ କେବଳ ବଞ୍ଚି ରହୁଛୁ, ନା ପ୍ରକୃତରେ ଜୀବନକୁ ଅନୁଭବ କରୁଛୁ? ସେହିପରି ଜିଭ ବିଷୟରେ କୁହାଯାଇଛି, ତୁଣ୍ଡର ମଧ୍ୟରେ ଜିଭା ବହି, ଯେ ହରିନାମ ନ ଭଜଇ, ଦର୍ଦୁର ବାଣୀ ବୋଲିତାରେ, ଯେ ହରିନାମ ନ ଉଚ୍ଚାରେ। ଯେଉଁ ଜିଭ କୌଣସି ମହତ୍ କଥା କୁହେ ନାହିଁ, ତାହା ବେଙ୍ଗର ବୋବାଳି ସଦୃଶ। କେବଳ ଶବ୍ଦ ଅଛି, କିନ୍ତୁ ସାର ନାହିଁ। ଏହି ଉପମାଗୁଡ଼ିକ କେବଳ ଇନ୍ଦ୍ରିୟରେ ସୀମିତ ନୁହେଁ, ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ନେଇ କୁହାଯାଇଛି। ମୁଣ୍ଡ ଉପରେ ସୁନାର ମୁକୁଟ ଥିଲେ ବି ଯଦି ତାହା କୌଣସି ମହତ୍ ଉଦ୍ଦେଶ୍ୟ ଆଗରେ ନଇନି, ତେବେ ତାହା କେବଳ ଗୋଟେ ବୋଝ। ସେ ଯେବେ ହରିଙ୍କୁ ନ ନମେ, ସେ ମୁଣ୍ଡ ଭାର ବହି ଶ୍ରମେ। ଏହା ବାହ୍ୟ ସଫଳତା ଉପରେ ଆଭ୍ୟନ୍ତରୀଣ ବିନମ୍ରତାକୁ ଗୁରୁତ୍ୱ ଦେଉଛି। ଆଉ ହାତ ବିଷୟରେ ଥିବା ଉପମାଟି ଦେଖନ୍ତୁ। ସେ ବା ସୁନ୍ଦର ବେନି ଭୁଜେ, କାଞ୍ଚନ କଙ୍କଣ ବିରାଜେ, କୃଷ୍ଣର କାର୍ଯ୍ୟ ଯେବେ ନୁହେଁ, ଶ୍ମଶାନ ଅସ୍ଥି ପ୍ରାୟ ହୁଏ। ଏହାର ଓଜନ ଅନୁଭବ କରନ୍ତୁ। ସୁନା କଙ୍କଣ ପିନ୍ଧିଥିବା ସୁନ୍ଦର ହାତ ଯଦି କୌଣସି ସୃଜନାତ୍ମକ ବା ସେବାର କାର୍ଯ୍ୟରେ ନ ଲାଗେ, ତେବେ ତାହା ଶ୍ମଶାନରେ ପଡ଼ିଥିବା ମଲା ମଣିଷର ହାଡ଼ ସଦୃଶ। ଏହା କହୁଛି, ତୁମର ଦକ୍ଷତା ବା ସମ୍ବଳର ମୂଲ୍ୟ ସେତେବେଳେ ଅଛି ଯେତେବେଳେ ତାହା କୌଣସି ଭଲ କାର୍ଯ୍ୟରେ ଲାଗୁଛି, ନଚେତ୍ ତାହା ନିର୍ଜୀବ। ଆଖି ବିଷୟରେ ଥିବା ଉପମାଟି ମୋତେ ସବୁଠୁ ଅଧିକ ପ୍ରଭାବିତ କଲା। ଲୋଚନ ବେନି ଥାଉ ମୁଖେ, ଯେ ହରିମୂର୍ତ୍ତି ନ ଦେଖେ, ମୟୂର ପୁଚ୍ଛ ବୋଲି ତାରେ, ସେ ଅନ୍ଧ ସଂସାର ସାଗରେ। ଯେଉଁ ଆଖି ଜୀବନରେ
ପ୍ରକୃତିରେ ବା କଳାରେ ଥିବା ସୌନ୍ଦର୍ଯ୍ୟ ବା ଦିବ୍ୟତାକୁ ଦେଖିପାରେ ନାହିଁ। ତାହା ମୟୂର ପୁଚ୍ଛରେ ଥିବା ଆଖି ପରି ଦେଖିବାକୁ ସୁନ୍ଦର, କିନ୍ତୁ ପ୍ରକୃତରେ ଦେଖିପାରେ ନାହିଁ। ସେହି ବ୍ୟକ୍ତି ସଂସାର ସାଗରରେ ଦେଖୁଥିବା ଅନ୍ଧ ସଦୃଶ। ହଁ, ଆଉ ଏଇ ଧାରା ଆଗକୁ ବଢ଼ିଛି। ଯେଉଁ ପାଦ କୌଣସି ତୀର୍ଥସ୍ଥାନ ବା ଜ୍ଞାନର କେନ୍ଦ୍ରକୁ ଯାଏ ନାହିଁ, ତାହା ଗଛର ଗଣ୍ଡି ପରି ଗୋଟିଏ ଜାଗାରେ ସ୍ଥିର। ଆଉ ଯେଉଁ ଶରୀର କୌଣସି ଜ୍ଞାନୀ ବା ସାଧୁ ବ୍ୟକ୍ତିଙ୍କ ସଂଘର୍ଷର ଆସିନାହିଁ, ତାହାକୁ କୁହାଯାଇଛି ଏକ ଜୀଅନ୍ତା ଶବର ଆକାର, ଏକ ଜୀବନ୍ତ ଶବ। କାରଣ ଶରୀର ଚଳପ୍ରଚଳ ହେଉଛି, କିନ୍ତୁ ଭିତରେ କୌଣସି ପ୍ରେରଣା ବା ଜୀବନୀ ଶକ୍ତି ନାହିଁ। ଆଉ ସବୁଠାରୁ ଶେଷରେ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସେ ହେଉଛି ହୃଦୟ। ଗୋବିନ୍ଦ ନାମ ଯାର ହୃଦେ ନ ପଶେ ପୁଲକ ଆନନ୍ଦେ, ତାର ହୃଦୟ ଅଶ୍ମସାର ବହଇ ଲୋହମୟ ଭାର। ଯାହାର ହୃଦୟ କୌଣସି ଭଲ କଥା ଶୁଣି, କୌଣସି ସୁନ୍ଦର ଦୃଶ୍ୟ ଦେଖି ବା କୌଣସି ମହାନ ବିଚାରରେ ଆନନ୍ଦରେ ପୁଲକିତ ହୁଏ ନାହିଁ, ତାର ହୃଦୟ ପଥର ପରି କଠିନ। ତାହା କେବଳ ରକ୍ତ ସଞ୍ଚାଳନ କରୁଥିବା ଏକ ମାଂସପିଣ୍ଡୁଳା ନୁହେଁ, ବରଂ ଏକ ଲୁହାର ବୋଝ। ତେଣୁ ଏହି ସମସ୍ତ ଉପମା ମାଧ୍ୟମରେ କବି ଏହାଇ କହିବାକୁ ଚାହୁଁଛନ୍ତି ଯେ ମନୁଷ୍ୟ ଜୀବନ ଆଉ ତାର ସମସ୍ତ ଇନ୍ଦ୍ରିୟ, ଦକ୍ଷତା ଓ ଅନୁଭବର ପ୍ରକୃତ ସାର୍ଥକତା ସେତେବେଳେ ହୁଏ ଯେତେବେଳେ ତା କୌଣସି ବୃହତ୍ତର ଉଦ୍ଦେଶ୍ୟ ସହିତ ସଂଯୁକ୍ତ ହୁଏ। ତା ବିନା ଏହା କେବଳ ଏକ ଯାନ୍ତ୍ରିକ ଏବଂ ଉଦ୍ଦେଶ୍ୟହୀନ ଅସ୍ତିତ୍ୱ। ଏହା ପଶୁପକ୍ଷୀଙ୍କ ଜୀବନଠାରୁ ଭିନ୍ନ ନୁହେଁ, କାରଣ ସେମାନେ ମଧ୍ୟ ଖାଆନ୍ତି, ପିଅନ୍ତି ଏବଂ ବଂଶବୃଦ୍ଧି କରନ୍ତି। ତେବେ ଏହି ଅଧ୍ୟାୟର ଶେଷରେ ଶୌନକାଦି ଋଷିମାନେ, ଯେଉଁମାନେ ଏହି କଥା ଶୁଣୁଛନ୍ତି, ସେମାନେ ସୂତଙ୍କୁ ପୁଣିଥରେ ପରୀକ୍ଷିତ ଓ ସୁଖଦେବଙ୍କ ମଧ୍ୟରେ ହୋଇଥିବା ସେହି ପବିତ୍ର କଥୋପକଥନକୁ ଶୁଣାଇବା ପାଇଁ ଅନୁରୋଧ କରୁଛନ୍ତି। ସେମାନେ କହୁଛନ୍ତି, ସେ ହରି କଥା ଆମ୍ଭ ଆଗେ, ହେ ସୂତ କହ ସଭାଯୋଗେ। ଏଥିରୁ ସେମାନଙ୍କର ଏହି ଜ୍ଞାନ ପାଇଁ ଥିବା ପ୍ରବଳ ଆଗ୍ରହ ସ୍ପଷ୍ଟ ଜଣାପଡ଼େ। ସେମାନେ ଆହୁରି ଜାଣିବାକୁ ଚାହାନ୍ତି। ହଁ, ଏହି ସମ୍ପୂର୍ଣ୍ଣ ଆଲୋଚନା ଆମକୁ ଏକ ବହୁତ ମୌଳିକ ସ୍ଥାନରେ ଆଣି ଛାଡ଼ିଦିଏ। ଏହି ଗ୍ରନ୍ଥ ଦୁଇଟି ମାର୍ଗ ଦେଖାଉଛି। ଗୋଟିଏ ହେଉଛି ଟ୍ରାଞ୍ଜାକ୍ସନାଲ ବା ଦେଣନେଣର ମାର୍ଗ। ମୁଁ ଏହି ପୂଜା କରିବି, ମୋତେ ଏହି ଫଳ ମିଳିବ। କିନ୍ତୁ ଅନ୍ୟ ମାର୍ଗଟି ହେଉଛି ଟ୍ରାନ୍ସଫର୍ମେସନାଲ ବା ରୂପାନ୍ତରକାରୀ ମାର୍ଗ। ଏହା ଫଳାଫଳରୁ ଉପରକୁ ଯାଏ, କାର୍ଯ୍ୟର ଉଦ୍ଦେଶ୍ୟ ଏବଂ ସମର୍ପଣ ଉପରେ ଗୁରୁତ୍ୱ ଦିଏ। ଆଉ ଏହା ହିଁ ବୋଧହୁଏ ଆମ ଶ୍ରୋତାଙ୍କ ପାଇଁ ଏକ ଚିନ୍ତନୀୟ ବିଷୟ ଛାଡ଼ିଯାଉଛି। ନିଶ୍ଚିତ ଭାବରେ ଆଧୁନିକ ପରିପ୍ରେକ୍ଷୀରେ ଆମେ ନିଜ ଜୀବନକୁ ଏହି ଦୁଇଟି ଦୃଷ୍ଟିକୋଣରୁ ଦେଖିପାରିବା। ଆମେ କରୁଥିବା କାମ, ଆମର ଚାକିରି, ଆମର ସମ୍ପର୍କ, ଆମର ସୃଜନଶୀଳତା, ଏସବୁ କ'ଣ କେବଳ ଫଳ ଆଧାରିତ? ମୁଁ ଏହା କଲେ କ'ଣ ପାଇବି? ପଦୋନ୍ନତି, ଟଙ୍କା, ସ୍ୱୀକୃତି? ନା ଏହା ଉଦ୍ଦେଶ୍ୟ ଆଧାରିତ, ଅର୍ଥାତ୍ ସେହି କାର୍ଯ୍ୟ କରିବାରେ ହିଁ ଆନନ୍ଦ? ତାହା ହିଁ ଆମ ଜୀବନକୁ ଏକ ଅର୍ଥ ଦେଉଛି, ଫଳାଫଳ ଯାହା ବି ହେଉ। ଏହା ହିଁ ବୋଧହୁଏ ସକାମ ଜୀବନ ଏବଂ ନିଷ୍କାମ ଜୀବନ ମଧ୍ୟରେ ଥିବା ପ୍ରକୃତ ପାର୍ଥକ୍ୟ।